ଭାରତର ସ୍ୱାଧୀନତା ଆନ୍ଦୋଳନ ମୂଲ ହେବାର କେତନି କେତେ ଆଗନୁ ପଶ୍ଚିମ ଓଡ଼ିଶାର ବ୍ରିଟିଶ ଶାସନ ବିରୋଧୀ ଉଲଗୁଲାନ ମୂଲ ହୋଇଯାଇଥିଲା। ଇ ଆନ୍ଦୋଳନ ଥି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବହୁତ ବଡ଼ ଭୂମିକା ରହିଥିଲା। ଇଂରେଜ ସରକାରଙ୍କର ଅରାଜକତାକେ ବିରୋଧ କରି କରି ଘରେ ଘରେ ପୁରେ ପୁରେ ବିଦ୍ରୋହର ନିଆଁ ଜଳିଥିଲା। ପରାଧୀନ ଭାରତ ଭୂଇଁନ ମା ମାଟିର ମୁକ୍ତି ଲାଗି ପଶ୍ଚିମ ଓଡ଼ିଶାର ମୂଲ ହୋଇଥିବା ସବୁନୁ ବଡ଼ ସଶସ୍ତ୍ର ସଂଘର୍ଷର ନେତୃତ୍ୱ ନେଇଥିଲେ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ଇ ମହାନ ପରାକ୍ରମୀ ଆଉ ଯୋଦ୍ଧାଙ୍କର ବଳିଦାନକେ ଆଜ ତାଙ୍କର ଜନ୍ମଦିନ ଧେ ରାଜ୍ୟବାସୀ ସୁର୍ତା କରି କରି ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ବୀର ସୁରେନ୍ଦ୍ର ସାଏଙ୍କର ଜୀବନର କିଛି ଅନସୁନା କଥା, ମାଟି ମାର ମୁକ୍ତି ଲାଗି ତାଙ୍କର ସଂଘର୍ଷ, ପରାକ୍ରମ ଆଉ ବଳିଦାନ ବାବଦେ ଆଲୋଚନା করবার কি আকাশবাণী সম্বলপুর স্টুডিওনো আমার সঙ্গে উপস্থিত অছন বরগড় জেলা কলাপাণী গান্ধী মেমোরিয়াল মহাবিদ্যালয়ের অধ্যক্ষ মোহন সাহু স্যার। স্যার আপনার আমার কার্যক্রম কি স্বাগত। স্যার নমস্কার। নমস্কার স্যার মা মাটির মুক্তি সংগ্রাম থি পশ্চিম ওড়িশা খাস করে অবিভক্ত সম্বলপুর জেলার কেন রকমর ভূমিকা থিলা। 1803 মସିହାରେ ବ୍ରିଟିଶ ମାନେ ସମ୍ବଲପୁରକେ ଅଧିକାର କଲେ, ଓଡ଼ିଶାକେ ଅଧିକାର କଲେ। ଓଡ଼ିଶା ଶାସନଟା 1803 ମସିହାରେ ଇଂରେଜମାନଙ୍କ ଶାସନାଧୀନ ହେଲା। ତାପରେ ସମ୍ବଲପୁରକେ ନେଇଛନ୍ ଯେତେବେଳେ 1827 ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏଙ୍କର ମୃତ୍ୟୁ ହେଲା, ସେତେବେଳେ ତାଙ୍କର କେହି ପୁରୁଷ ବଂଶଧର ନେଇଥାଇ। ପୁରୁଷ ବଂଶଧର ନେଇଥାଇ ବୋଲେ ସେହି ସମୟରେ ସମ୍ବଲପୁର ରାଜବଂଶର ଜଣେ ଯଥାର୍ଥ ଉତ୍ତରାଧିକାରୀ ଭାବେ ଖିଣ୍ଡାର ସୁରେନ୍ଦ୍ର ସାଏ ଦାବିଦାର ଥିଲେ, କିନ୍ତୁ ତାଙ୍କୁ ସମ୍ବଲପୁର ରାଜସିଂହାସନର ଅଧିକାରରୁ ବଞ୍ଚିତ କରି ମହାରାଜା ସାଏଙ୍କର ବିଧବା ରାଣୀ ମୋହନ କୁମାରୀଙ୍କୁ ଇଂରେଜମାନେ ସମ୍ବଲପୁର ରାଜସିଂହାସନରେ ବସେଇକରି ସେମାନେ ଶାସନର ସୁଫଳ କେନ୍ତା ଭୋଗ କରିପାରିବେ ସେ ପ୍ରକାର ଗୋଟେ ଚକ୍ରାନ୍ତ କଲେ। ଆଉ ଯେ ଦାବିଦାର ଥିଲେ ସୁରେନ୍ଦ୍ର ସାଏଙ୍କୁ ସେମାନେ ଦୂରେଇ କରି ରଖବାର ଚେଷ୍ଟା କଲେ। আর ମୋହନ କୁମାରୀଙ୍କୁ ଗୋଟେ ତାମାନେ ପୁତୁଲା ପପେଟ ରୁଲର ଭାବରେ ରଖିଲେ। ଆଉ ଏମିତି ସମ୍ବଲପୁରକେ ସେମାନେ ନିଜର କବ୍ଜାକେ ନେବାର ଚେଷ୍ଟା କଲେ। ରାଣୀ ମୋହନ କୁମାରୀ ବି ସେତେବେଳେ ଯଦିଓ ସେ ରାଜକାର୍ଯ୍ୟ ସମ୍ଭାଳିବାର ସେ ପ୍ରକାର କୌଣସି ପରମ୍ପରା ନେଇ ଥାଇ, ଲୋକମାନେ ବି ସେଟା ଗ୍ରହଣ କରି ନେଇ ପାରିଲେ। ଆଉ ସେଟା ଜନମାନସକେ ବି ଆଘାତ ଦେଲା, ସୁରେନ୍ଦ୍ର ସାଏଙ୍କୁ ବି ଆଘାତ ଦେଲା ଏବଂ ଜନମାନସକେ ବି ଅଞ୍ଚଳର ସେଟା ଆଘାତ ଦେଇଥିଲା। ଆଉ ସେଥିର ପ୍ରତିକ୍ରିୟା ସ୍ୱରୂପ ସୁରେନ୍ଦ୍ର ସାଏ 1827 ମସିହା ବେଳକେ ମାନେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଯେନ୍ଟା କହୁଛୁ ଫାର୍ଷ୍ଟ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ 1857 ସିପାହୀ ମ୍ୟୁଟିନି, ତାର 30 ବର୍ଷ ପୂର୍ବରୁ ସୁରେନ୍ଦ୍ର ସାଏ ସମ୍ବଲପୁର ମାଟିରେ ଇଂରେଜମାନଙ୍କର ବିରୁଦ୍ଧରେ ତାଙ୍କର ସଂଗ୍ରାମ ଆରମ୍ଭ କରିଦେଇଥିଲେ। ଏନ୍ତା ହିସାବେ ଆମ ସମ୍ବଲପୁର ମାଟିରେ ଇଂରେଜମାନଙ୍କର ବିରୁଦ୍ଧରେ ପ୍ରଥମ ସଂଗ୍ରାମ ଆରମ୍ଭ ହୋଇଥିଲା 1827ରେ। 1857ର 30 ବର୍ଷ ଆଗରୁ ସମ୍ବଲପୁରରେ ଏଇଟା ହେଇଥିଲା। আচ্ছা, মা মাটির মুক্তি লাগি বীর সুরেন্দ্র সাଏ ଆଉ ତାଙ୍କର ପରିବାର ଲୋକର କାଣ ଅବଦାନ ଥିଲା? ସାରା ଭାରତର ସ୍ୱାଧୀନତା ସଂଗ୍ରାମ ବା ବିପ୍ଳବ ବିଦ୍ରୋହ ପରିପ୍ରେକ୍ଷୀରେ ଆମେ ଯଦି ଦେଖମା, ସମ୍ବଲପୁରର ସଂଗ୍ରାମ ବା ଆମେ ଆମର ସ୍ଥାନୀୟ ଭାଷାରେ ଏଟାକେ କହୁଛୁ ଉଲଗୁଲାନ, ସୁରେନ୍ଦ୍ର ସାଏଙ୍କର ଉଲଗୁଲାନ। ଇ ଉଲଗୁଲାନର ବି ଗୋଟେ ବୈଶିଷ୍ଟ୍ୟ ଅଛେ ଯେ ଏଥିରେ କାଣା ହେଇଛେ, ସୁରେନ୍ଦ୍ର ସାଏଙ୍କର ପରିବାରର ସେ ନିଜେ, ତାଙ୍କର ଭାଇମାନେ, ତାଙ୍କର ପୁଅ, ଗୋଟେ ପରିବାରର ମାନେ 5-7-8 ଜଣ ବଳିଦାନ ଦଉଛନ୍। ସେହି ପ୍ରକାର ଆଉ ଗୋଟେ ପରିବାର ଅଛନ୍ ଘେଁସ ଜମିଦାର ମାଧବ ସିଂଙ୍କର ପରିବାର, ସେନୁ ବି ତାଙ୍କର ନିଜେ, ନିଜର ପୁଅମାନେ, ନିଜର ଜୋଇଁ, ନିଜର ସନ୍ଧି, ଏନ୍ତା ସେ ପରିବାରର 8 ଜଣ 10 ଜଣ ସଂଗ୍ରାମରେ ଝାସ ଦଉଛନ୍। ସେହି ପ୍ରକାର ଆମେ ଆଉ ଦେଖମା ବେଲେ ସୁରେନ୍ଦ୍ର ସାଏଙ୍କର ଯିଏ ଥିଲେ ରାଇଟ୍ ହ୍ୟାଣ୍ଡ, ଦକ୍ଷିଣ ହସ୍ତ ବୋଲିକରି କୁହାଯାଉଛି, ଲଖନପୁର ଜମିଦାର ବଳଭଦ୍ର ସିଂ ଦେଓ, ସେ ବି ଆଉ ତାଙ୍କର ଏନ୍ତା ପୁଅମାନେ କମଲ ସିଂ ଦେଓ, ଖଗେଶ୍ୱର ସିଂ ଦେଓ, ନୀଲାମ୍ବର ସିଂ, ଏନ୍ତା ପରିବାରର ଏକାଧିକ ସଂଗ୍ରାମୀ ସାମିଲ ହଉଛନ୍ ସେ ସଂଗ୍ରାମରେ। ତ ଖିଣ୍ଡା ଗାଁର ଯେ ସୁରେନ୍ଦ୍ର ସାଏ, ସେ ସେଥିରେ 1827 ବେଳେ ଯେନ୍ ଇଂରେଜ ବିରୋଧୀ ଉଲଗୁଲାନ ଆରମ୍ଭ ହେଲା, ସେଥିରେ ସେ ଅଛନ୍। ତାପରେ ସେହି ସମୟରେ ସୁରେନ୍ଦ୍ର ସାଏଙ୍କୁ ଯେହେତୁ ତାଙ୍କର ହକ୍ ଅଧିକାରରୁ ବଞ୍ଚିତ କରାଗଲା, ସେଟାକେ ବିରୋଧ କରିକି ତାଙ୍କର କାକା ଥିଲେ ଇଂରେଜମାନଙ୍କ ଟ୍ରେଜେରୀ ଅଫିସର, ତାଙ୍କର କାକା ବଳରାମ ସିଂ, ସେ ବି ସେ ଇସ୍ତଫା ଦେଇଦେଲେ
ସୁରେନ୍ଦ୍ର ସାଏଙ୍କୁ ସପୋର୍ଟ କରିକିରି ବୋଲେ କାକା ରହିଲେ, ତାପରେ ସୁରେନ୍ଦ୍ର ସାଏ ରହିଲେ, ତାଙ୍କର ଭାଇ ଅଛନ୍ ଉଦନ୍ତ ସାଏ, ମେଦିନୀ ସାଏ, ଛବିଳ ସାଏ, ଉଜ୍ଜବଲ ସାଏ, ତ ତାଙ୍କର ଭାଇମାନେ ବି ଅଛନ୍, ଏତେ କାକା ଅଛନ୍, ତାଙ୍କର ପୁଅ ମିତ୍ରଭାନୁ ସାଏ, ତ ଏନ୍ତା ପରିବାର ଏତେ ଏତେ ଲୋକ ସଂଗ୍ରାମରେ ଝାସ ଦେଇଛନ୍। ଖାଲି ସୁରେନ୍ଦ୍ର ସାଏଙ୍କର ପରିବାର ନୁହେଁ, ଯେନ୍ତା କହିଲି ଘେଁସ ଜମିଦାର ପରିବାରର ବି ଏକାଧିକ ସଂଗ୍ରାମୀ ସେଥିରେ ସାମିଲ ହେଇଛନ୍। ଲଖନପୁର ଜମିଦାର ବଳଭଦ୍ର ସିଂ ଦାଉଙ୍କର ବି ଏକାଧିକ ଭାଇ ସଂଗ୍ରାମରେ ସାମିଲ ହେଇଛନ୍। ଆଉ ଇଥିର୍ ଲାଗି ବୋଲିକିରି ସାରା ଭାରତର ସ୍ୱାଧୀନତା ସଂଗ୍ରାମ ପୃଷ୍ଠଭୂମିରେ ଆମର ସମ୍ବଲପୁର ଉଲଗୁଲାନର ଗୋଟେ ସ୍ୱତନ୍ତ୍ର ସ୍ଥାନ ରହିଛି। ସାର୍ ଆପଣ ଯେନ୍ କହିଲେ ଘେଁସ ଲଖନପୁର ଇନୁ ବି ଜମିଦାର ମାନେ ସ୍ୱାଧୀନତା ସଂଗ୍ରାମ ତି ଝାସ ଦେଇଥିଲେ ତାଙ୍କର ପରିବାର ସହିତ। ବୀର ସୁରେନ୍ଦ୍ର ସାଏଙ୍କର ଯେନ୍ ସଂଗ୍ରାମଟା ଇଟା ଆମର ପଶ୍ଚିମ ଓଡ଼ିଶାର କେତେ ଦୂର ତକ ଥିଲା ଆଉ କେନ୍ କେନ୍ ଆଡ଼ ତାଙ୍କୁ ସମର୍ଥନ କେନ୍ତା ରକମେ ମିଲୁଥିଲା? ପଶ୍ଚିମ ଓଡ଼ିଶାରେ ବେଲେ ସମ୍ବଲପୁରଟା କେନ୍ଦ୍ର ଥିଲା। ଯେହେତୁ ସମ୍ବଲପୁରରେ ଇଂରେଜ ମାନଙ୍କର ଷ୍ଟେସନ ଥିଲା, ସମ୍ବଲପୁରରେ ଡେପୁଟି କମିଶନର ରହୁଥିଲେ, ନାଗପୁର ଡିଭିଜନ ଅଣ୍ଡରରେ ଥିଲା, ରାୟପୁର ନାଗପୁର ଦ୍ୱାରା କଣ୍ଟ୍ରୋଲ ହେଉଥିଲା ସମ୍ବଲପୁର, ଇଆଡ଼େ ରାଞ୍ଚି ସିଆଡ଼େ କଟକ ଦ୍ୱାରା ଇନକେ ଫୋର୍ସ ମୁଭମେଣ୍ଟ ହେଉଥିଲା। ଆର୍ ଇନୁ ପଲିଟିକାଲ ଏଜେଣ୍ଟ ରହୁଥିଲେ ଇଂରେଜ ମାନଙ୍କର, ଡେପୁଟି କମିଶନର ଥିଲେ। 1827 ମୋହନ କୁମାରୀଙ୍କୁ ସିଂହାସନରେ ବସା ହେଲା। ତାପରେ ଯେତେବେଳେ ପ୍ରବଳ ଜନ ବିରୋଧ ହେଲା 1833 ମସିହାରେ ସେମାନେ କାଣା କଲେ ଇଂରେଜ ମାନେ ମୋହନ କୁମାରୀଙ୍କୁ ରାଜସିଂହାସନରୁ ଅଲଗେଇକିରି ବରପାଲିରେ ଆଉ ଜଣେ ସମ୍ବଲପୁର ରାଜବଂଶର ଆଉ ଜଣେ ଥିଲେ ବଂଶଧର ନାରାୟଣ ସିଂଙ୍କୁ ଆନିକିରି ଏନେ ବସାଲେ। ଏଥିର୍ ଲାଗି ଯେ ନାରାୟଣ ସିଂଙ୍କର ବି କୌଣସି ମେଲ ହେୟାର ନାଇଁ ଥାଇ, ଉତ୍ତରାଧିକାରୀ ପୁରୁଷ ଉତ୍ତରାଧିକାରୀ ନାଇଁ ଥାଇ। ଆଉ ନାରାୟଣ ସିଂ ମରିଗଲା ପରେ ବି ଆଉ ରାଜା ହେବାରେ କେହି ନାଇଁନ, ଯେହେତୁ ଆପେ ଆପେ ସମ୍ବଲପୁରଟା ଇଂରେଜ ମାନଙ୍କ ପ୍ରତ୍ୟକ୍ଷ ଶାସନାଧୀନ ରାଜ୍ୟ ସତ୍ୟ ଲୋପ ନୀତି ଆଧାର ଥି। ହଁ ଡକ୍ଟ୍ରାଇନ୍ ଅଫ ଲେପ୍ସ ଯେନ୍ଟା ଆମେ କହୁଛୁ, ହେଟା ତ ଡକ୍ଟ୍ରାଇନ୍ ଅଫ ଲେପ୍ସ ସେତେବେଳେ ନାଇଁ ଥାଇ। 1853 ପରେ ଯେ ଡେଲହାଉସି କଲେ, କିନ୍ତୁ ତାର ପୂର୍ବରୁ ବି ସେ ଜିନିଷଟା ସେମାନେ ଲାଗୁ କରିଥିଲେ। ହଁ, ଲ ଅଫ ଏସ୍ଚିଟ୍ ବୋଲଥିଲେ, ଲ ଅଫ ଏସ୍ଚିଟ୍। ସେଇ ଆଧାରରେ ତାଙ୍କର ଯେହେତୁ ପୁରୁଷ ଉତ୍ତରାଧିକାରୀ ନାଇଁନ, ସେଟା ତାଙ୍କର ମୃତ୍ୟୁ ପରେ ଶାସନାଧୀନ ହେଇଯିବା। ଆଉ 1849ରେ ନାରାୟଣ ସିଂ ମଲା ପରେ ଏଟା ଇଂରେଜ ମାନେ ସିଧାସଳଖ ତାଙ୍କର ହାତକେ ନେଇଗଲେ। ଇ ସମୟରେ କାଣା ହେଇଥିଲା, ଇଂରେଜ ମାନଙ୍କର ଏତେ ଦମନମୂଳକ ଏଟା ନୀତି ସବୁ ଥିଲା, ପ୍ରଜା ମାନଙ୍କର ଉପରେ ରାଜସ୍ୱ କେତେ ବଢେଇ ଦେଲେ। ହଁ, ସେଥି ଦ୍ୱାରା ରାଜା ମାନେ, ଗୌତିଆ ମାନେ, ଜମିଦାର ମାନେ ଯେନ୍ ଥିଲେ ଏ ଅଞ୍ଚଳରେ, ପଶ୍ଚିମ ଓଡ଼ିଶାରେ ଏବଂ ଗାଙ୍ଗପୁର ଷ୍ଟେଟ୍ ଅଛେ, ହେମଗିରି ଷ୍ଟେଟ୍ ଅଛେ, ଖରିଆର ଅଛେ, ସବୁଆଡ଼େ ରାଜା ମାନେ ଥିଲେ, ଜମିଦାର ମାନେ ବହୁତ ଥିଲେ। ଜମିଦାର ମାନେ, ଗୌତିଆ ମାନେ ଏ ରାଜସ୍ୱ ବଢ଼ବାର୍ ଦ୍ୱାରା ଏମାନେ ନିଜେ ନିଜେ ଅତ୍ୟାଚାରିତ ଅନୁଭବ କରୁଥିଲେ। ସିଧାସଳଖ ବୋଝଟା ପଡୁଥିଲା ପ୍ରଜା ଉପରେ। ଘେଁସ ଜମିଦାର ମାଧବ ସିଂ ତ ମନା କରିଦେଲେ ଯେ ଯେନ୍ ଅନେକ ଗୁଣ ବଢ଼ାଲେ ରାଜସ୍ୱ ଇଂରେଜ ମାନେ, ଘେଁସ ଜମିଦାର ବୋଲେ ମୁଇଁ ପ୍ରଜାମାନଙ୍କର କଲେକ୍ସନ ନାଇଁ କରେ ଆର୍ ମୁଇଁ ନାଇଁ ବୁଝାଏ ବି ବୋଇଲେ। ହଁ, ଇଂରେଜ ମାନଙ୍କୁ ଏକଦମ ସେ ନାଇଁ ଦିଏ ମୁଇଁ ରାଜସ୍ୱ ବୋଇଲେ। ଯେତେ ମାନେ ତାଙ୍କୁ ନୋଟିସ୍ କଲେ ବି ସେ ନାଇଁ ଆସିଲେ ଆର୍ ନାଇଁ ବୁଝାଲେ। ଇ ପ୍ରକାର ହେଲା। ଆର୍ କିନ୍ କିନ୍ ଜମିଦାର ମାନେ ଏସବୁକେ ବିରୋଧ କଲେ? ଘେଁସ ଜମିଦାର ଥିଲେ ସୁରେନ୍ଦ୍ର ସାଏଙ୍କର ସହଯୋଗୀ। ତାପରେ ଯେନ୍ଟା କହିଲେ ଲଖନପୁର ଜମିଦାର ବଲଭଦ୍ର ସିଂ ଦାଉ ଥିଲେ। କୁଲାବିରା ଜମିଦାର କରୁଣାକର ନାୟକ ଥିଲେ, ତାଙ୍କର ବି ପରିବାରରେ ହେନ୍ତା କହ୍ନେଇ ଆଉ ଖଗେଶ୍ୱର ନାୟକ ଦୁଇ ଜଣ ସେ ପରିବାରର ଥିଲେ। କୁଲାବିରା ଜମିଦାର ଥିଲେ, ଇଆଡ଼େ ଭେଡ଼େନ ଜମିଦାର ମନୋହର ସିଂ ଥିଲେ, ପାଟକୁଣ୍ଡା ଜମିଦାର ପିତାମ୍ବର ସିଂ ଥିଲେ, ଖରସଲ ଜମିଦାର ଥିଲେ, ଦିଆଲ ସିଦାର ଥିଲେ, ଧନ ସିଂ ଥିଲେ, ମଚିଦାର ଜମିଦାର ଥିଲେ, କୁଡ଼ାବଗାର ଅନନ୍ତ ସିଂ ଥିଲେ, ମୁଡ଼ୁମହଲର ଅଞ୍ଜାରୀ ସିଂ ଥିଲେ, ସିଂହାବଗାର ଗଣେଶ ଉପାଧ୍ୟାୟ ଥିଲେ। ଏନ୍ତା ସବୁଆଡ଼େ ଥିଲେ, ସମସ୍ତେ ବିରୋଧ କରୁଥିଲେ। ସେ ସମସ୍ତେ ଇଂରେଜ ମାନଙ୍କର ଏ ନୀତିକେ ପ୍ରଜା ମାରଣ ନୀତି ଆଉ ଦମନମୂଳକ ନୀତିକେ ବିରୋଧ କରିକିରି ସୁରେନ୍ଦ୍ର ସାଏଙ୍କୁ ସେମାନେ ସପୋର୍ଟ କରୁଥିଲେ, ସହଯୋଗ କରୁଥିଲେ। ବଣେଇ ରଜା ଖାଲି ବିରୋଧୀ ଥିଲେ। ଇଆଡ଼େ ରାମପୁର ଜମିଦାର ବ୍ରଜରାଜନଗର, ରାମପୁର ଜମିଦାର ଦରିୟାର ସିଂ ସେ ବିରୋଧୀ ଥିଲେ, ସୁରେନ୍ଦ୍ର ସାଏଙ୍କୁ ସପୋର୍ଟ ନାଇଁ କରୁଥିଲେ। ଆର୍ ଯେନ୍ ଗୌତିଆ ମାନେ ମାଫି ପାଇଥିଲେ, ମାନେ ସେମାନେ ପ୍ରଜାମାନଙ୍କର ରାଜସ୍ୱ ଅସୁଲ କରିବେ
କିନ୍ତୁ ଇଂରେଜ ମାନଙ୍କନୁ ନାଇଁ ବୁଝାନ୍ ମାଫି ସେନ୍ତା ମାଫିଦାର ମାନେ ଥିଲେ ଏନ୍ତା ବି ବ୍ୟବସ୍ଥା ଥିଲା। ହଁ ସେମାନେ ମାନେ ସମସ୍ତେ ଇଂରେଜ ମାନଙ୍କୁ ସପୋର୍ଟ କରୁଥିଲେ ଏବଂ ସେମାନେ ଇଂରେଜ ମାନଙ୍କର ଇନଫର୍ମର ଭାବରେ କାମ କରୁଥିଲେ। ସୁରେନ୍ଦ୍ର ସାଏଙ୍କର ଗତିବିଧି ବିଷୟରେ ବି ଇଂରେଜ ମାନଙ୍କୁ ଜଣାଉଥିଲେ। ଇଂରେଜ ମାନଙ୍କର ଅନୁଗତ ହେଇକିରି ଥିଲେ। ସାର୍ ବୀର ସୁରେନ୍ଦ୍ର ସାଏଙ୍କର ସଂଘର୍ଷଟା କେତେ ଦୀର୍ଘ ଥିଲା? ସୁରେନ୍ଦ୍ର ସାଏଙ୍କ ଉଲଗୁଲାନଟା 1827 ରୁ ଆରମ୍ଭ ହୋଇଛି, ଯେତେବେଳେ ତାଙ୍କୁ 18 ବର୍ଷ ବୟସ। 1809 ରେ ତାଙ୍କର ଜନ୍ମ, ଜାନୁଆରୀ 23 ରେ। ଆଉ 1827 ରେ ଯେତେବେଳେ ସେ ଆରମ୍ଭ କରୁଛନ୍ ତାଙ୍କର ସଂଗ୍ରାମ, 18 ବର୍ଷ ବେଲେ 1827 ରୁ 1840 ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ କଲା ବେଲକେ ସୁରେନ୍ଦ୍ର ସାଏଙ୍କୁ ରାମପୁର ଜମିଦାର ଯେନ୍ କହିଲି ଦରିୟାର ସିଂ, ଆଜ୍ଞା, ତାଙ୍କର ଜମିଦାରୀ के ତାଙ୍କର ଘରକେ ଆକ୍ରମଣ କରବାର আর ତାଙ୍କୁ ମାରିଦେବାର ଅପରାଧରେ, ନରହତ୍ୟା ଅପରାଧରେ 1840 ମସିହାରେ ସୁରେନ୍ଦ୍ର ସାଏଙ୍କୁ ବନ୍ଦୀ କରାହେଲା। ଆଜ୍ଞା, 13 ବର୍ଷ ଯୁଦ୍ଧ କଲା ପରେ ସେ ଜେଲ ଗଲେ। ତାଙ୍କୁ ହଜାରୀବାଗ ଜେଲରେ ରଖାଗଲା। ହଜାରୀବାଗ, ବିହାର ହଜାରୀବାଗ ଜେଲରେ ରଖାଗଲା। ସେନ 17 ବର୍ଷ ରଖାହେଲା। 1840 ରୁ 1857। 1857 ରେ ସିପାହୀ ବିଦ୍ରୋହ ବେଲକେ ଯେତେବେଳେ ସିପାହୀ ମାନେ ସାରା ଭାରତରେ ସେଟା ହେଇଥିଲା, ଇଂରେଜ ମାନଙ୍କର ବିରୁଦ୍ଧରେ ସିପାହୀ ମାନେ ବିଦ୍ରୋହ କଲେ, ଜେଲ ମାନେ ଭାଙ୍ଗିଦେଲେ। ତ ସେନୁ ବି ହଜାରୀବାଗ ଜେଲ ଯେତେବେଳେ ଭାଙ୍ଗିଦେଲେ, ସେନୁ ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ମିତ୍ରଭାନୁ ସାଏ ଥିଲେ ହଜାରୀବାଗ ଜେଲରେ। ଭାଇ ଉଦନ୍ତ ସାଏ ଆଉ ପୁଅ ମିତ୍ରଭାନୁ ସାଏ। ସେନୁ ତାପରେ ସେମାନେ ମୁକଲି କରି ସମ୍ବଲପୁର ଫେର ଆସିଲେ। ବେଲେ କେତେ ବର୍ଷ? 13 ବର୍ଷ ସଂଗ୍ରାମ କଲେ, 17 ବର୍ଷ ଜେଲରେ ରହିଲେ। ହେଲେ 1857 ରେ ଯେତେବେଳେ ସେ ମୁକିଲରେ ଫେର ଆସିକରି ସଂଗଠିତ କରିକରି ତାଙ୍କର ଲୋକମାନେ ବହୁତ ଉତ୍ସାହରେ ତାଙ୍କୁ ସ୍ୱାଗତ କଲେ ସମ୍ବଲପୁରରେ, ଯେ ସୁରେନ୍ଦ୍ର ସାଏ ଆଇଲେ ବୋଲି। ଏବଂ ଇଂରେଜ ସରକାର ଥରହର ହେଇଗଲା, କାରଣ ଛୋଟନାଗପୁରର କମିଶନର ସମ୍ବଲପୁର ଆସିଷ୍ଟାଣ୍ଟ କମିଶନରକୁ ସେ ରିପୋର୍ଟ କଲେ ଯେ ସୁରେନ୍ଦ୍ର ସାଏ ହଜାରୀବାଗ ଜେଲରୁ ପଲେଇ ଗଲେ ସିଆଡେ ଆଲର୍ଟ ହେଇକି ରହ ବୋଲି। ତ ସେତିକି ଡରୁଥିଲେ ବି ସେମାନେ, ଇଂରେଜ ମାନେ। ତ ସେନୁ ଆସିଲେ ଯେତେବେଳେ 1857 ରେ ଫେର ତାଙ୍କର ସଂଗ୍ରାମ ଏନୁ ଚାଲିଲା, ସଂଗଠିତ କରିକରି ତାଙ୍କର ବିଦ୍ରୋହୀ ମାନଙ୍କୁ 1864 ପର୍ଯ୍ୟନ୍ତ। ବୋଲେ 1857 ରୁ 1864, 4, 3, 7 ବର୍ଷ। ବୋଲେ ସେଆଡେ 13 ବର୍ଷ, 1840 ରୁ 1857, 1827 ରୁ 1840, ତାପରେ 1857 ରୁ 1864। ଆଗ 13 ବର୍ଷ ଦୁଇଟା ପର୍ଯ୍ୟାୟରେ, ପହିଲା 13 ବର୍ଷ আর ପଛେ 7 ବର୍ଷ। 20 ବର୍ଷ ମାତ୍ର ସୁରେନ୍ଦ୍ର ସାଏ ସଂଗ୍ରାମ କରିଛନ୍। আর ପହିଲା ଖେପରେ 17 ବର୍ଷ ଜେଲ ହଜାରୀବାଗରେ, আর ପଛେ 1864 ରୁ 1884 20 ବର୍ଷ ଜେଲ। ଜୀବନର ବଡ ଭାଗୀ ସମୟ ତ ଜେଲରେ କଟେଇଛନ୍। ଜେଲ ତାର ବାଦ ବି ଏତେ ପରାକ୍ରମ ଦେଖେଇଛନ୍। ବୋଲେ 20 ବର୍ଷ ସଂଗ୍ରାମ କରିଛନ୍, আর ପ୍ରାୟ 39 ବର୍ଷ ସେ ଜେଲରେ ରହି। ତାଙ୍କର 74 ବର୍ଷ ବୟସ ଭିତରେ ସର୍ବାଧିକ ସେ ଜେଲରେ କାଟିଛନ୍। 1840 ରୁ 1857 ଯେନ୍ ହଜାରୀବାଗ ଜେଲରେ ରହିଲେ, ସେନୁ ତାଙ୍କର ଯୌବନ କାଳଟା ସରିଗଲା। ସାର୍ ସେ ଯେତେବେଳେ ଜେଲରେ ଥିଲେ ସୁରେନ୍ଦ୍ର ସାଏ ତାଙ୍କର ସହଯୋଗୀ ମାନଙ୍କର ସାଙ୍ଗେ, ସେତକି ବେଲକେ ସମ୍ବଲପୁରର ସଂଗ୍ରାମର ସ୍ଥିତିଟା କାଣା ଥିଲା? ସମ୍ବଲପୁର ଯେତେବେଳେ ସେ ଜେଲକେ ଗଲେ, ହଜାରୀବାଗ ଜେଲକେ, ସେତେବେଳେ ଇନୁ ଆଉ ମାନେ ସେତିକି ବଡ ନେତୃତ୍ୱର আর ସମ୍ଭାବନା ନାଇଁ। ଏମାନେ ନିଜର ଭାବରେ ଯେନ୍ମାନେ ଥିଲେ ଜମିଦାର ଗୌତିଆ ମାନେ, ସେମାନେ ନିଜର ଭାବରେ ଯାହା ପାରିଲେ ଲୁକି ଲୁକା କରି ଲଢେଇ କରୁଥିଲେ। ସୁରେନ୍ଦ୍ର ସାଏଙ୍କର ଯେନ୍ ଥିଲା ସେ ବୀରତ୍ୱ, ସେ ସାହସ, ସେ ଶୌର୍ଯ୍ୟ, ସେଟା ପ୍ରଦର୍ଶନ କରବାର ଅନ୍ୟମାନଙ୍କର ସେ ନେତୃତ୍ୱ ନେବାର ଦକ୍ଷତା ନାଇଁ ଥାଏ। ସେମାନେ ସବୁବେଳେ ସୁରେନ୍ଦ୍ର ସାଏଙ୍କୁ ଅପେକ୍ଷା କରୁଥିଲେ। ସାର୍ ଆମର এই সংগ্রাম কুদোপালি উলগুলান বাবদে টিকে আমার শ্রোতা মানকু কহেবে। କୁଦୋପାଲି ଉଲଗୁଲାନ ବି ଯେନ୍ ହେଇଥିଲା, ହେଟା ବି 1857 ସିପାହୀ ବିଦ୍ରୋହ ପରେ ସୁରେନ୍ଦ୍ର ସାଏ ହଜାରୀବାଗ ଜେଲରୁ ମୁକିଲା ପରେ ସେଟା ହେଇଛି। କୁଦୋପାଲି ବେଲେ ଆମର ସମ୍ବଲପୁରରୁ ପ୍ରାୟ 7-8 କିଲୋମିଟର ଦୂରେ ଅଛି ଆମର ସମ୍ବଲପୁର ରାଞ୍ଚି ରୋଡ। ଆମେ ସମ୍ବଲପୁରର ସଂଗ୍ରାମକେ ଦବାବାର ଲାଗି 3ଟା ଆଡୁ ଫୋର୍ସ ମୁଭମେଣ୍ଟ ହଉଥିଲା। ଗୋଟେ କଟକରୁ, ଗୋଟେ ରାଞ୍ଚିରୁ, ଆଉ ଗୋଟେ ରାୟପୁର ନାଗପୁରରୁ। ନାଗପୁର ରାୟପୁରରୁ ଯେନ୍ ଫୋର୍ସ ମୁଭମେଣ୍ଟ ହଉଥିଲା, ସେଟାକେ ଚେକ୍ କରବାର ଲାଗି ଘେଁସ ଜମିଦାର ମାଧବ ସିଂ আর ତାଙ୍କର ପୁଅ ମାନେ ସିଂଘୋଡା ଘାଟିରେ ସେ ତାକୁ ଚେକ୍ ଦଉଥିଲେ। ସେନ୍ତା ରାଞ୍ଚିରୁ ଯେନ୍ ଫୋର୍ସ ମୁଭମେଣ୍ଟ ହଉଥିଲା ସମ୍ବଲପୁରକେ ବିପ୍ଳବକେ ଦବାବାର ଲାଗି, ସେଟାକୁ ଚେକ୍ ଦେବାର ଲାଗି କୁଲାବିରା ଜମିଦାର, କରୁଣାକର ନାୟକ, ଝରଘାଟି, ଗଡପାଟି, ସମ୍ବଲପୁର ରାଞ୍ଚି ରୋଡରେ, আর ମୌଲା ଭଞ୍ଜା ସେନୁ ଚେକ୍ ଦଉଥିଲେ। আর କଟକରୁ ଯେନ୍ ଫୋର୍ସ ମୁଭମେଣ୍ଟ ହଉଥିଲା ସମ୍ବଲପୁରକେ, ସେଟାକେ ଚେକ୍ ଦେବାର ଲାଗି ଜୁଜୁମୁରା ଗୌତିଆ, ମଧୁସୂଦନ ସିଂ, ମଧୁ ଗୌତିଆ,
বা মধু ଗଡ଼ତିଆ ବୋଲସନ୍ ସେ ସେନ ଚେକ୍ ଦଉଥିଲେ ତ ଏଇ ତିନିଟା ଏରିଆରୁ ଫୋର୍ସ ମୁଭମେଣ୍ଟ ହଉଥିଲା ସମ୍ବଲପୁରକେ ତ ସେ ଟାଇମରେ ତ ବହୁତ ସଂଘର୍ଷ ହେଇଥିବା ସେମାନଙ୍କୁ ଅଟକାଲା ବେଲକି ବହୁତ ସଂଘର୍ଷ ହେଇଛି ବାର ହେଇଛି କେ ସଂଘର୍ଷ ଏଟା ଏପରିକି ଦୁଆରୀ ଘାଟି ବି ଅଛି ଆମର ଏ ବାରପାହାଡ଼ ଏରିଆରେ ଆଜ୍ଞା ଦୁଆରୀ ଘାଟି ରାୟପୁର ନାଗପୁର ଆଡ଼ୁ ୟାର ଦୁଆରୀ ଘାଟିରୁ ବି ବା ଘଣ୍ଟେଶ୍ୱରୀ ଘାଟି ସେନୁ ବି ଫୋର୍ସ ମୁଭମେଣ୍ଟ ହଉଥିଲା ସେଥିରେ ଦାୟିତ୍ୱରେ ବି ଲଖନପୁର ଜମିଦାର ଦାୟିତ୍ୱରେ ଥିଲେ ଆଉ ଖରସଲ ଜମିଦାର ଦିଆଲ ସିଦାର ବି ଦାୟିତ୍ୱରେ ଥିଲେ ସେ ଘାଟି ମାନେ ଏବେ ବି ଅଛି ଆପଣ ସିଂହଡ଼ା ଘାଟି ଦେଖିବେ ଦୁଆରୀ ଘାଟି ଦେଖିବେ ଏ ଅମାଭନା ପଟୁ ଯେନ୍ ଅଛି ବରଗଡ଼ ଆଡ଼କେ ଆଉ ଇଆଡ଼େ ଝରଘାଟି ଗଡ଼ପାଟି ପାହାଡ଼ ଉପରେ ରହିକରି ମାନେ ଗରିଲା ଯୁଦ୍ଧ କରିକିରି ଇଂରେଜ ମାନଙ୍କୁ ମାତ ଦେଇ ପାରୁଥିଲେ କାରଣ ଇଂରେଜ ମାନଙ୍କ ସାଙ୍ଗେ ସମତଳ ଭୂମିରେ ଯୁଦ୍ଧ କରବାକେ ଗଲେ ଇଂରେଜ ମାନେ ଯେତିକି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେଇକରି ଯେନ୍ ଯୁଦ୍ଧ କୌଶଳ ତାଙ୍କର ଥିଲା ସେଥିରେ ଲଢ଼ବାରକେ ହେଲେ ଆମର ସୁରେନ୍ଦ୍ର ସାଏଙ୍କର ସୈନ୍ୟ ସେ ତାକୁ ନେଇ ପାରନ୍ କିନ୍ତୁ ଯେନ୍ ପାହାଡ଼ ପର୍ବତରେ ଲୁକିକରି ଗରିଲା ଯୁଦ୍ଧ କରିବେ ଇଂରେଜ ମାନେ ସେଥିରେ ଅଭ୍ୟସ୍ତ ନାଇଁ ଥାଇ ହେଲେ କୁଦୋପାଲି ଯୁଦ୍ଧରେ କାଣା ହେଲା 1857 ମସିହା ଡିସେମ୍ବର 30 ତାରିଖରେ ଏଇଟା ହେଇଥିଲା କ୍ୟାପ୍ଟେନ ଉଟ୍ ଯେତେବେଳେ ସୈନ୍ୟମାନଙ୍କୁ ଧରିକିରି ଗଲେ କୁଦୋପାଲି ଛବିଲ ସାଏ ସେନୁ ଅଛନ୍ କୁଦୋପାଲି ପାହାଡ଼ ଉପରେ ବୋଲି ସେ ଦେଖିଲେ ଯେ କୁଦୋପାଲି ପାହାଡ଼କେ ଇଏ ପୁରା ସେତେବେଳେ ଘଞ୍ଚ ଜଙ୍ଗଲ ଥିଲା ଏବେ ଆରୁ ହେ ଜଙ୍ଗଲ କେନୁ ପାଇବେ ବାର ପାହାଡ଼ ବି ଏତେ ଆଉ ଘଞ୍ଚ ହେଇକରି ନାଇଁନ ବୋଲେ କୁଦୋପାଲି ପାହାଡ଼ ବି ବହୁତ ଘଞ୍ଚ ଜଙ୍ଗଲ ଥିଲା ବଢ଼େ ପାହାଡ଼ ଥିଲା ଇଏ ଯେତେବେଳେ କ୍ୟାପ୍ଟେନ ଉଟ୍ ଧରିକିରି ଗଲେ ତାଙ୍କ ସୈନ୍ୟ ସାମନ୍ତ ଇଏ ନାଇଁ ପାରେ ବୋଲିକିରି ଆଗରୁ ଜାଣି ପକାଲେ ତ ଏମାନେ ତ କୂଟନୀତି ବାଲିଆନ୍ ଇଂରେଜ ମାନେ ତ ଇଏ କାଣା କଲେ ମୁଁ ପଲେଇ ଯାଉଛେ ଫିରି ଯାଉଛେ ବୋଲିକିରି ଅଭିନୟ କଲେ ଏଇଟା ଜାଣିଲେ ନ ସେମାନେ ପାହାଡ଼ ଉପରେ ବିପ୍ଳବୀ ମାନେ ଛବିଲ ସାଏଙ୍କର ନେତୃତ୍ୱରେ ଯେନ୍ମାନେ ଥିଲେ ବୋଲେ ଏମାନେ ପଲେଇ ଗଲେ ନ ଡରହେ ବୋଲିକିରି ଯେତେବେଳେ ଛବିଲ ସାଏ ଆଉ ତାଙ୍କର ବିପ୍ଳବୀ ମାନେ ଉତରି ଆଲିଆରେ ତାକୁ ପଛାଡ଼ୁ କୁଦେଇ ବସିଲେ ମାରମା ବୋଲି ଡର ପଲଉଛନ୍ ବୋଲେ ମାରବାର ଲାଗି ସୁବିଧା ହେବା ସେନୁ ଏପରି ଭୟଙ୍କର ଯୁଦ୍ଧ ହେଲା ଯେ ବିପ୍ଳବୀ ମାନେ 53 ଜଣ ବିପ୍ଳବୀ ସେନୁ ସାଙ୍ଗେ ସାଙ୍ଗେ ମରିଗଲେ 11 ଜଣକୁ ଏମାନେ ଧରିକିରି ନେଲେ ବନ୍ଦୀ ଭାବେ ସେଥିରୁ ବି 5-6 ଜଣକୁ ଫେର ଫାଶୀ ଦିଆହେଲା କୁଦୋପାଲି ଯୁଦ୍ଧ ଆର୍ କୁଦୋପାଲି ଯୁଦ୍ଧରେ ମାନେ ଅତି ଭୟଙ୍କର ଭାବରେ କ୍ଷତାକ୍ତ ହେଇଥିଲେ ଇଞ୍ଜୁର୍ଡ ହେଇଥିଲେ ଛବିଲ ସାଏ ଆର୍ ସେ ଇଞ୍ଜୁର୍ଡ ହେଇକିରି ବି ସେ କୁଦୋପାଲି ଗାଁ ଖୋଲି ଯାଉଥିଲା ବେଲେ ହଠାତ୍ ତାଙ୍କୁ ପଛାଡ଼ୁ ଗୁଲି ବାଜିଥିଲା ଆଉ ସେନୁ ସେ ମରିଯାଇଥିଲେ ଛବିଲ ସାଏ ଯେନ୍ଟାକି ଇହାଦେ ଲୋକ ଗୀତରେ ଅଛେ ତାର ପ୍ରମାଣ ଯେ ଉଲି 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 ଛବିଲ ସାଏକେ ବାଜିଲା ଗୁଲି କୁଦୋପାଲି ମଝା ଖୁଲି ବଉଲିରେ କୁଦୋପାଲି ମଝା ଖୁଲି ଏଇଟା ହଉଛି କୁଦୋପାଲି ଏବେ ସେଠାନେ ତାର ସ୍ମାରକୀ ନିର୍ମାଣ ଲାଗି ତାଙ୍କର ସ୍ମୃତି ରକ୍ଷା ଲାଗି ବି ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ବେଲେ ସୁରେନ୍ଦ୍ର ସାଏଙ୍କର ସହିତ ଛବିଳ ସାଏଙ୍କର ବି ସ୍ମୃତି ଚାରଣ କରାଯାଉଛି ଶହୀଦ ଦିବସ ବି ପାଳନ ଜିଲ୍ଲା ପ୍ରଶାସନ ତରଫରୁ ହଁ ପ୍ରଶାସନ ତରଫରୁ ହଁ ସାର୍ ବୀର ସୁରେନ୍ଦ୍ର ସାଏଙ୍କର ଜୀବନ କାହାଣୀ ମା ମାଟିର ମୁକ୍ତି ସଂଗ୍ରାମଥି ତାଙ୍କର ଭୂମିକା ପରାକ୍ରମ ବଳିଦାନ ବାବଦେ ଆମେ ଛୁଆ ଦିନୁ ଶୁଣି ଆସିଛୁ ବହୁତ କିଛି ଶୁଣି ଆସିଛୁ ପଢ଼ି ଆସିଛୁ ମାତ୍ର ଜାତୀୟ ସ୍ତରତି ଇତାର ଯେତିକି ଗବେଷଣା ହେବାର କଥା ଯେତିକି ପ୍ରଚାର ପ୍ରସାର ହେବାର କଥା ସେତିକି ହେଇପାରିଛେ ବୋଲି ଆପଣ ଭାବୁଛନ୍ ସାର୍ ସୁରେନ୍ଦ୍ର ସାଏଙ୍କୁ ପ୍ରଥମ କଥା ଲେଖାଲେଖି ତାଙ୍କର ବିଷୟରେ ଯଦି ଆମେ ନାଇଁ କର୍ମା ତାଙ୍କର ବିଷୟରେ ଆଲୋଚନା ନାଇଁ କର୍ମା ଆମର ଉତ୍ତର ପିଢ଼ି ଜାଣିବେ କେମିତି ସୁରେନ୍ଦ୍ର ସାଏଙ୍କୁ ମୋର ଜାଣିବାରେ ପ୍ରଥମେ ତାଙ୍କର ବିଷୟରେ ଗୋଟେ କାବ୍ୟ ଲେଖିଥିଲେ କବିଭୂଷଣ ସ୍ୱପ୍ନେଶ୍ୱର ଦାସ କବିଭୂଷଣ ସ୍ୱପ୍ନେଶ୍ୱର ଦାସ ଥିଲେ ଯେତେବେଳେ ହୀରାକୁଦ ବନ୍ଧା ନେଇ ଥାଏ ମହାନଦୀ ଉପରେ ରମ୍ପେଲାରେ ମିଡିଲ ଭର୍ଣ୍ଣାକୁଲାର ସ୍କୁଲରେ ସେ ହେଡମାଷ୍ଟର ଥିଲେ ରମ୍ପେଲ ସେ ବୁଡ଼ି ଯାଇଛି ହୀରାକୁଦ ଭିତରେ ସେ ଗୋଟେ କାବ୍ୟ ଲେଖିଥିଲେ ସୁରେନ୍ଦ୍ର ସାଏଙ୍କର ଉପରେ କବିଭୂଷଣ ସ୍ୱପ୍ନେଶ୍ୱର ଦାସ ତାପରେ ଶିବପ୍ରସାଦ ଦାସ ତାଙ୍କର ଉପରେ ଲେଖିଛନ୍ ଆମ ରୋହନିଆ ବରଗଡ଼ର ଅନିରୁଦ୍ଧ ଦାସ ଲେଖିଛନ୍ ସେମାନେ ଏକାଡେମିକ କାମ ରିସର୍ଚ୍ଚ କାମ କିଛି କରିଛନ୍ କିନ୍ତୁ ପ୍ରକୃତରେ ଜନମାନସରେ ବଞ୍ଚେଇକରି ସୁରେନ୍ଦ୍ର ସାଏଙ୍କୁ ଆର୍ ତାଙ୍କ ସଂଗ୍ରାମକେ ରଖିଥିଲେ ବୋଲେ କିଏ କୁମ୍ଭାରୀର ନାଟୁଆ ଭଗବାନ ସାହୁ
ସେ 1950 ମସିହାରୁ ସୁରେନ୍ଦ୍ର ସାଏଙ୍କର ଉପରେ ଗବେଷଣା କଲେ, କାରଣ ତାଙ୍କର ଅଜା ବି ବିପ୍ଳବୀ ଥିଲେ, ସୁରେନ୍ଦ୍ର ସାଏଙ୍କର ସମର୍ଥକ ଥିଲେ ଆଉ ସେ ଦଣ୍ଡ ବି ପାଇଥିଲେ। ସେଥିର୍ଲାଗି ସେହି ବଂଶର ସେ ଆଏ ବୋଲିକରି ସୁରେନ୍ଦ୍ର ସାଏଙ୍କର ଉପରେ ଗବେଷଣା କଲେ। 1950 ମସିହାରୁ ସେ ସୁରେନ୍ଦ୍ର ସାଏଙ୍କର ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ ବିଭିନ୍ନ ଜାଗାକେ ବୁଲିକରି। ଆର୍ 70 ଦଶକରେ ସେ ଆରମ୍ଭ କଲେ ସୁରେନ୍ଦ୍ର ସାଏ ନାଟକ ସମ୍ବଲପୁରୀ ଭାଷାରେ। ଆଉ ନାଟକ ଯେନ ସବୁଆଡ଼େ କଲେ ସୁରେନ୍ଦ୍ର ସାଏ ବିଷୟରେ, ସେଥିରୁ ଲୋକମାନେ ଜାଣିଲେ ଯେ ସୁରେନ୍ଦ୍ର ସାଏ ବୋଲି ଜଣେ ବିପ୍ଳବୀ ଥିଲେ ବୋଲିକିରି। ଆର୍ ମୋର୍ ଜାଣିବାରେ ପ୍ରଥମ ଆନୁଷ୍ଠାନିକ ଭାବରେ ସୁରେନ୍ଦ୍ର ସାଏଙ୍କର ବିଷୟରେ ବଡ଼ଟେ ଗବେଷଣାମୂଳକ ବହି ବାହାରିଲା। ଡକ୍ଟର ନବୀନ ସାହୁ ଇତିହାସର ପ୍ରଫେସର, ସେ ଲେଖିଲେ ବୀର ସୁରେନ୍ଦ୍ର ସାଏ ଇଂଲିଶରେ ବହି। ଆର୍ ସୁରେନ୍ଦ୍ର ସାଏଙ୍କର ଜନ୍ମ ଶତବାର୍ଷିକୀ ଅବସରରେ 1884-85 ବେଲକେ ସେ ବହିଟା ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପବ୍ଲିଶ କଲା। ସେହି ବର୍ଷ ଏଇ ଆମର ସମ୍ବଲପୁର ଜେଲଖାନା ଛକରେ ସୁରେନ୍ଦ୍ର ସାଏଙ୍କ ଷ୍ଟାଚ୍ୟୁ ସ୍ଥାପିତ ହେଲା। ସେତେବେଳେ ଗଭର୍ଣ୍ଣର ଥିଲେ ଓଡ଼ିଶାର ବିଶ୍ୱମ୍ଭରନାଥ ପାଣ୍ଡେ। ସେ ଆସିକରି ସେଟାକେ ଉନ୍ମୋଚନ କଲେ ସୁରେନ୍ଦ୍ର ସାଏଙ୍କର ଭବ୍ୟ ପ୍ରତିମୂର୍ତ୍ତି। ଆମର ସେଟାକେ ଆମର ଜେଲଖାନା ଛକରୁ ଧରିକିରି ଆପଣ ଅଶୋକା ଟକି ଲକ୍ଷ୍ମୀ ଟକି ଯାଇକରି ଗଲା ସେ ମୁଦିପଡ଼ା ଛକ ଯାକ, ସେଟାକେ ବୀର ସୁରେନ୍ଦ୍ର ସାଏ ମାର୍ଗ ବୋଲି କୁହାହେଲା। ସୁରେନ୍ଦ୍ର ସାଏଙ୍କର ନାଁରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲାରେ ହେଲା। ଏ ସବୁ ଦ୍ୱାରା ସୁରେନ୍ଦ୍ର ସାଏଙ୍କୁ ଜାଣିଲେ ଲୋକ, ଜାଣିଥିଲେ। ହଁ, ତାରପରେ ସୁରେନ୍ଦ୍ର ସାଏଙ୍କର ଉପରେ ଆହୁରି ବି ଅନେକ ଗବେଷଣା ହେତେଲେ, ଜାତୀୟ ସ୍ତରରେ ତାର ଅନେକ ତା ବହି ଲେଖିଲେ। ଏବେ ଦୀପକ ପଣ୍ଡା ଓଡ଼ିଆରେ ଲେଖିଛନ୍, ହିନ୍ଦୀରେ ଲେଖିଛନ୍, ଇଂଲିଶରେ। ଏବଂ ଆମର ଅଞ୍ଚଳର ଏ ସ୍ୱାଧୀନତା ସଂଗ୍ରାମର କଥା, ଏଇଟା ଗତ ଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା ସମୟରେ 13ଟା ଭାଷାରେ ଅନୁବାଦ ହେଇକରି ନ୍ୟାସନାଲ ଲେଭେଲରେ ଆମର ଅଞ୍ଚଳର ଇ ସଂଗ୍ରାମର କଥା 13ଟା ଭାଷାରେ ଅନୁବାଦ ହେଇଛି, ଭାରତୀୟ ଭାଷାରେ। ଏବଂ ଗୋଟେ ବିଦେଶୀ ଭାଷାରେ ବି ଅନୁବାଦ ହେଇକରି ପ୍ରକାଶିତ ହେଇଛି, ସ୍ପାନିଶ ଭାଷାରେ। ତ ଆମେ ଜାତୀୟ ସ୍ତରରେ ବି ସେତିକି ପ୍ରସାରିତ କରିପାରିଲାନୁ, ଆନ୍ତର୍ଜାତିକ ସ୍ତରରେ ବି ସେଟା କେମିତି ଲୋକମାନଙ୍କ ଦୃଷ୍ଟିକେ ଆସିବା ସେ ଉଦ୍ୟମ ମାନେ ବି କରାହଉଛି। ଆମର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ୟମରେ ଏଇଟା ହେଇଛି। ଆରୁ ଆଗକେ ବି ଏ ଦିଗରେ ପ୍ରୟାସ କରାହେବା, ବିଭିନ୍ନ ପଦକ୍ଷେପ ନିଆଯିବା। ଆଉ NCERTର ବହିରେ ବି ଆମର ଅଞ୍ଚଳର ଏଇ ସ୍ୱାଧୀନତା ସଂଗ୍ରାମର କଥା ଦିଆହେବା ବୋଲି ପ୍ରକ୍ରିୟା ଚାଲିଛି। ଜାତୀୟ ଶିକ୍ଷାନୀତିରେ ତାକେ ଆଞ୍ଚଳିକ ସ୍ଥାନୀୟ ବୀର ମାନଙ୍କର ବୀର ଗାଥା ସ୍ଥାନିତ କର୍ମା ବୋଲିକରି ଶିକ୍ଷାମନ୍ତ୍ରୀ କହୁଥିଲେ ବି ଏ ବାବଦରେ। କାମ ଆରମ୍ଭ କଲେନ। ସାଗା କୋଦୋପାଲି, ସୁରେନ୍ଦ୍ର ସାଏ, ଏସବୁ କଥା ଆମେ ଆଶା କରିପାରମା ଆଗକେ ଯେ ତାର ପ୍ରଚାର ପ୍ରସାର ଆହୁରି ହେବ। ନିଶ୍ଚୟ ଏଇଟା କୋର୍ସରେ ଯଦି ରହିଲା NCERT ବହିରେ, ଆଜ୍ଞା 9th କ୍ଲାସର ସିଲାବସରେ ଆସିବା। ପ୍ରକ୍ରିୟା ଚାଲିଛି, କେତେଟା ମାନେ ପର୍ଯ୍ୟାୟରେ ବୈଠକ ହେଇସାରିଲାନ ଯେ କେନ୍ଟା ରହିବା, କେତେ ରହିବା, ଏସବୁ ଜିନିଷ। ଏବଂ ବ୍ୟକ୍ତିଗତ ଭାବରେ ଯେନ୍ ଉଦ୍ୟମ ମାନେ ନିଜେ ଏ ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନବ ଧର୍ମେନ୍ଦ୍ର ପ୍ରଧାନ, ସେଟା ଗୋଟେ ବଡ଼ଟେ କଥା। ଏଇ ପଶ୍ଚିମ ଓଡ଼ିଶାର ଏଇ ସଂଗ୍ରାମକେ ରାଷ୍ଟ୍ରୀୟ ସ୍ତରରେ କାଣା ଅନ୍ତର୍ଜାତୀୟ ସ୍ତରରେ ଆମେ କେମିତି ଗବେଷକ ମାନଙ୍କର, ଐତିହାସିକ ମାନଙ୍କର ଦୃଷ୍ଟି ଆକର୍ଷଣ କରିପାରମା, ସେ ଦିଗରେ ପଦକ୍ଷେପ ନଉଛନ୍। ଆଉ ଆହୁରି ହେବା ବୋଲିକିରି ଆମେ ଆଶା କର୍ମା। ଆଜ୍ଞା ହଁ, ଶେଷ ଗୋଟେ କଥା ଜାଣିବାର କେ ଚାହିଁବି ଯେ ସାର୍, ମା ମାଟିର ମୁକ୍ତି ସଂଗ୍ରାମ ଲାଗି ବୀର ସୁରେନ୍ଦ୍ର ସାଏଙ୍କର ଆନ୍ଦୋଳନରୁ ଇହାଦେର ପିଢ଼ି କାଣା ଶିଖି ପାରମା, ସେଥିର ଶିକ୍ଷାକେ ଆମେ ଆମର ଜୀବନରୁ କେମିତି କରି ଉତରାଇ ପାରମା ବୋଲି ଭାବୁଛ? ଆମେ ବର୍ତ୍ତମାନ କାଣା ହଉଛେ, ଧୀରେ ଧୀରେ ଯେନ୍ ଆଧୁନିକତା, ଅତ୍ୟାଧୁନିକ ସମାଜରେ ବଜାର ସଭ୍ୟତା, ବଜାର ସଂସ୍କୃତି, ଜଗତୀକରଣ, ଘରୋଇକରଣ, ଏସବୁ ଜିନିଷ ଯେନ୍ ହେଇ ଚାଲିଛେ, ଧୀରେ ଧୀରେ ଆମେ ନୈତିକ ମୂଲ୍ୟବୋଧର ଅବକ୍ଷୟ କିଛି ମାତ୍ରାରେ ଘଟୁଥିବା ଆମେ ଲକ୍ଷ୍ୟ କରୁଛୁଁ। ଆଉ ବ୍ୟକ୍ତି ସ୍ୱାର୍ଥକେ ଆମେ ଗୁରୁତ୍ୱ ଦେଇକରି ଆମେ ସମାଜର ସ୍ୱାର୍ଥ, ଦେଶର ସ୍ୱାର୍ଥ, ଜଗତର କଲ୍ୟାଣ କଥାକେ ଟିକେ ହେତ୍କି ନାଇଁ ଭାବବାର। ଆମେ ଜାଣବାର କଥା ଯେ ସୁରେନ୍ଦ୍ର ସାଏ ଗୋଟେ ସାଧାରଣ ଲୋକ ନାଇଁ ଥାଇ, ସେ ବ୍ୟକ୍ତିଗତ ଭାବରେ ବହୁତ ସୁଖ ଭୋଗ କରିପାରିଥିଲେ ଯଦି ଇଂରେଜ ମାନଙ୍କ ସାଙ୍ଗେ ସାଲିସ କରିଥିଲେ।
କିନ୍ତୁ ସେ ବଣ ଜଙ୍ଗଲରେ ଘୁରି କରି ତାଙ୍କର ଜୀବନକେ ଉତ୍ସର୍ଗ କରିଦେଇଛନ୍ ଲୋକଙ୍କର ଲାଗି ଲୋକଙ୍କର ଲାଗି। ଜମିଦାର ମାନେ ଇଂରେଜ ମାନଙ୍କ ସାଙ୍ଗେ ସାଲିସ କରି ନାଇଁ ପାଇଥିତେ। ପାହାଡ଼ ସିଗଡ଼ା ଜମିଦାର, ଲଖନପୁର ଜମିଦାର, ଅନେକ ଲୋକ ଇଂରେଜ ମାନଙ୍କ ସାଙ୍ଗେ ସାଲିସ କରିକି ଅନେକ ଲାଭ ପାଇଛନ୍। କିନ୍ତୁ ଏମାନେ କାଣା କରିଛନ୍, ଆମେ ଦେଶର ଲାଗି ମାଟିର ଲାଗି ନିଜର ଜୀବନକେ ବଳିଦାନ ଦେଇଦେମା। ଶ୍ରୀ ଅରବିନ୍ଦ କାଣା କରିଛନ୍, ମହାତ୍ମା ଗାନ୍ଧୀ କାଣା କରିଛନ୍, ବିନୋବା କାଣା କରିଛନ୍, ଡକ୍ଟର ରାମ ମନୋହର ଲୋହିଆ କାଣା କରିଛନ୍। ଏମାନେ ମାନେ କେଡ଼େ କେଡ଼େ ନୌକରି କରି କରି ନିଜର ବ୍ୟକ୍ତିଗତ ଜୀବନକେ ସବୁ ପ୍ରକାର ଭୌତିକ ସୁଖ ଆଭେଲ କରିପାରିଥିତେ। ଶ୍ରୀ ଅରବିନ୍ଦଙ୍କର ବାପା କାଣା ତାକୁ ଭାରତୀୟ ପରିବେଶରୁ ହିଁ ମୁଇଁ ଦୂରେ ରଖମି, ଫ୍ରାନ୍ସରେ ରଖିକିରି ପାଠ ପଢ଼ାଲି। ଇ ଭାରତୀୟ ବେଶ ଭୂଷା ଖାଦ୍ୟ ପେୟ ବ୍ୟବହାର ଭାଷା କିଛି ନାଇଁ ଜାନୁ ବୋଇଲେ ସେ ଶ୍ରୀ ଅରବିନ୍ଦ କାଣା ହେଲେ ସବୁ ଜିନିଷ ଛାଡ଼ିକରି ଦେଶର ଲାଗି, ମାଟିର ଲାଗି, ମାନବ ଜାତି ଲାଗି ନିଜକେ ଉତ୍ସର୍ଗ କରିଦେଲେ। କୌଣସି ପଇସା ପଛରେ ନାଇଁ ଥାଇ, କୌଣସି ଯଶ ଖ୍ୟାତି ବ୍ୟକ୍ତିଗତ ସୁଖ ଭୋଗ ପଛରେ ସେମାନେ ନାଇଁ ଥାଏ। ସମସ୍ତେ ବିଦେଶରେ ପଢ଼ିଛନ୍, ମହାତ୍ମା ଗାନ୍ଧୀ, ଶ୍ରୀ ଅରବିନ୍ଦ ସମସ୍ତେ ବିଦେଶରେ ପଢ଼ିଛନ୍, ଲୋହିଆ, କିନ୍ତୁ ପଢ଼ିକରି ସେ ଜ୍ଞାନ ଆଣିକରି ନିଜର ଦେଶର ଉପକାରରେ ଲଗେଇଛନ୍। ଇହାଦେ କାଣା କରୁଛନ୍ ପିଲାମାନେ ଦେଶରୁ ଶିକ୍ଷା ପାଇକରି ବିଦେଶର ସେବା କରି ଯାଉଛନ୍, ଉଲ୍ଟିଆ ହେଇଯାଉଛି। ଇମାନଙ୍କର ଆମେ ଶିଖବାର କଥା ଯେ ବିଦେଶରୁ ଜ୍ଞାନ ଆନୁ, ଆମର ମା ମାଟିର କିଛି କିଛି, ସେମାନେ ତ ପୁରା ଜୀବନକୁ ଉତ୍ସର୍ଗ କରିଦେଇଥିଲେ, ଆମେ କିଛି କିଛି ସ୍ୱାର୍ଥ ତ୍ୟାଗ କରୁ ଆମର ଦେଶ ଲାଗି, ସମାଜ ଲାଗି, ଜାତି ଲାଗି। ଖାଲି ବ୍ୟକ୍ତି ସ୍ୱାର୍ଥକୁ ଆମେ ଜଗିକରି ଆମେ ସମାଜକୁ ଲୁଟମା, ଦେଶକୁ ଲୁଟମା, ପ୍ରକୃତିକେ ଶୋଷଣ କର୍ମା ବେଲେ ଆମେ କେତେ ଦିନ ବଞ୍ଚିମା। ସେଥିଲାଗି ସଷ୍ଟେନେବଲ୍ ଡେଭଲପମେଣ୍ଟ କଥା କହୁଛନ୍, ନିରନ୍ତର ବିକାଶର କଥା କୁହାଯାଉଛି, ସମସ୍ତଙ୍କର କଲ୍ୟାଣ, ବସୁଧୈବ କୁଟୁମ୍ବକମ୍। ପାର୍ବତୀ ଗିରିଙ୍କର କଥା, ମାନବ ସେବା ମୋର ସେବା, ମାନବ ଧର୍ମ ମୋର ଧର୍ମ, ମାନବ ଜାତି ମୋର ଜାତି। ଇଟା ଇହାଦେର ପିଢ଼ି ବୁଝବାର, ଶିଖବାର আর କାର୍ଯ୍ୟରେ ପରିଣତ କରବାର ଆବଶ୍ୟକତା ରହିଛି। ସେଟା ଆମର ମହାପୁରୁଷ ମାନଙ୍କର ପ୍ରତି ଠିକ୍ ଶ୍ରଦ୍ଧାଞ୍ଜଳି ହେବା। ଇଂରେଜ ଶାସକ ମାନଙ୍କର ବର୍ବରତାନୁ ନିଜର ଲୁକକୁ ରକ୍ଷା କରବାର ଲାଗି, ମା ମାଟିର ମୁକ୍ତି ଲାଗି ବୀର ସୁରେନ୍ଦ୍ର ସାଏ ଆଉ ତାଙ୍କର ବାଗିର ଇ ମାଟିର ବୀର ସନ୍ତାନ ମାନେ ଯେନ୍ ପରାକ୍ରମ ଦେଖେଇଥିଲେ, ଯେନ୍ ବଳିଦାନ ଦେଇଥିଲେ, ସେ ସବୁ ଯୁଗ ଯୁଗ ଧରି, ପିଢ଼ି ପିଢ଼ି ଧରି ଇନର ଲୋକର ଲାଗି ତହଙ୍କ ହେଇକିରି ରହବା। ସେମାନଙ୍କର ପରାକ୍ରମର ଗାଥା ଆମର ଶ୍ରୋତାମାନଙ୍କୁ ଏତେ ବିସ୍ତୃତ ଭାବେ ବୁଝେଇଥିବାନୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର ସାର୍। ଧନ୍ୟବାଦ, ନମସ୍କାର।